ଭଗବାନ କୃଷ୍ଣ ମୁଣ୍ଡରେ ମୟୂର ଚୂଳ ନାଇଛନ୍ତି କାହିଁକି? ଭଗବାନ କୃଷ୍ଣ କାହିଁକି ଏ ମୟୂର ଚୂଳକୁ ଏତେ ଆଦର କରି ମୁଣ୍ଡରେ ବାନ୍ଧିଛନ୍ତି? ଏହାର ମୁଖ୍ୟ କାରଣ କ'ଣ? ହଁ ଦର୍ଶକ ବନ୍ଧୁ, ମୁଁ ପବିତ୍ର ସ୍ୱାଗତ କରୁଛି ଆଜିର ଏକ ନୂଆ ଅଧ୍ୟାୟକୁ। ଦର୍ଶକ ବନ୍ଧୁ, ମୁଁ ଏତେ କଷ୍ଟ କରି ଆପଣମାନଙ୍କ ପାଇଁ ପୁରାଣ ରହସ୍ୟମୟ ଭିଡ଼ିଓ ବନାଉଛି, କିନ୍ତୁ ଆପଣମାନେ ଅଧା ଦେଖିକି ସ୍କିପ୍ କରିଦେଉଛନ୍ତି। ଭିଡ଼ିଓଟି ସିନା ଫୁଲ୍ ଦେଖିଲେ ଆପଣ ଏହାର ଗୁପ୍ତ ରହସ୍ୟ ଏବଂ ସତ୍ୟାସତ୍ୟ ବିଷୟରେ ଜାଣିପାରିବେ। ତ ଦର୍ଶକ ବନ୍ଧୁ, ଆପଣଙ୍କୁ ଅନୁରୋଧ, ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏ ଦେଖିବେ ଏବଂ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟରେ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ ଭାବରେ ଜଣାଇବେ। ଦର୍ଶକ ବନ୍ଧୁ, ଭଗବାନ ଶ୍ରୀକୃଷ୍ଣ ମୟୂର ଚୂଳକୁ ମୁଣ୍ଡରେ ମାରିବା ପାଇଁ ଦୁଇଟି କାରଣ ରହିଛି। ଏକଥା ଆଜି ନୁହେଁ, ଦ୍ୱାପର ଯୁଗର କଥା। ଭଗବାନ କୃଷ୍ଣ ଯେତେବେଳେ ମାତା ଯଶୋଦାଙ୍କ କୂଳରେ ବଡ଼ ହୋଇଥିଲେ ସେତେବେଳର କଥା। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭଗବାନ କୃଷ୍ଣ ଦେବକୀ ମାତାଙ୍କ ଗର୍ଭରୁ ଜନ୍ମ ହୋଇଥିଲେ ମଧ୍ୟ ସେ ମାତା ଯଶୋଦାଙ୍କର କୋଳରେ ବଢ଼ିଛନ୍ତି। ସେ ଗୋପରୁ ଯାଇ ମଥୁରାରୁ ଯାଇ ଗୋପରେ ବଢ଼ିଛନ୍ତି। ମାତା ଯଶୋଦା ଗୋପାଳ ଜାତିର ଅଟନ୍ତି, ତେଣୁ ଭଗବାନ କୃଷ୍ଣ ମଧ୍ୟ ସେହି ଗୋପାଳ ଜାତିର ବୋଲି କୁହାଯାଏ। ତ ଦର୍ଶକ ବନ୍ଧୁ, ଭଗବାନ କୃଷ୍ଣ ପ୍ରତ୍ୟେକ ଦିନ ସେ ତାଙ୍କ ଛୁଆବେଳରୁ ହିଁ ତାଙ୍କ ସଖାମାନଙ୍କ ସହିତ ଗାଈ ଚରିବା ପାଇଁ ଗୋଗୋଷ୍ଠକୁ ଯାଆନ୍ତି, ବଣକୁ ଯାଆନ୍ତି। ତ ଭଗବାନ କୃଷ୍ଣ ଏମିତି ଏକ ମାୟାବୀ, ଆପଣମାନେ ତାଙ୍କ ବିଷୟରେ ଅଳ୍ପ ବହୁତ ନିଶ୍ଚିତ ଜାଣିଥିବେ। ତ ପ୍ରତ୍ୟେକ ମାର ପିଲା ପ୍ରତି ଅନେକ ଦାୟିତ୍ୱ ଥାଏ, ଅନେକ ଲୋଭ ମଧ୍ୟ ପିଲାକୁ ମା କରିଥାଏ। ତେଣୁ ଭଗବାନ କୃଷ୍ଣଙ୍କର ମା ଯଶୋଦା ଯେତେବେଳେ ଭଗବାନ କୃଷ୍ଣ ଯାଆନ୍ତି ଗାଈ ଚରିବା ପାଇଁ ଗୋଗୋଷ୍ଠକୁ, ସେତେବେଳେ ତାଙ୍କ ମୁଣ୍ଡରେ ଏକ ମୟୂର ଚୂଳ ଖୁଞ୍ଚି ଦିଅନ୍ତି। ସେ ମୟୂର ଚୂଳ ମୁଣ୍ଡରେ ଗେଞ୍ଜି ଗୋଗୋଷ୍ଠକୁ ଗାଈ ଚରିବା ପାଇଁ ଯାଆନ୍ତି, ଜଙ୍ଗଲ ମଧ୍ୟରେ ଗାଈ ଚରାନ୍ତି। ଏହାର ଅର୍ଥ କ'ଣ? କାରଣ ଜଙ୍ଗଲରେ ଅନେକ ଡାହାଣୀ, ଚିରୁଗୁଣି, ଭୂତ ପ୍ରେତ ବୁଲୁଥାନ୍ତି ଏବଂ ଅନେକ ସରୀସୃପ ମଧ୍ୟ ବୁଲୁଥାନ୍ତି। ମୟୂର ଚୂଳର ଏକ ସ୍ୱତନ୍ତ୍ର କଥା ଅଛି। ଯଦି ମୟୂରଟି ଆପଣ ଆପଣଙ୍କ ଘରେ ରଖୁଛନ୍ତି, ତାହେଲେ କୌଣସି ଝିଟିପିଟି ଘରକୁ ଆସିବେ ନାହିଁ, କୌଣସି ନକାରାତ୍ମକ ଶକ୍ତି ମଧ୍ୟ ଘରେ ପ୍ରବେଶ କରିପାରିବ ନାହିଁ। ଏବଂ ଯଦି କୌଣସି ଲୋକ ତାର ନଜର ଫଜର ଲାଗିଯାଇଛି, ମୟୂର ଚୂଳରେ ଯଦି ଝାଡ଼ିଦେବେ, ତାହେଲେ ମଧ୍ୟ ତା ନଜର ହିଁ ଦୂର ହୋଇଯିବ। ଖାଲି ଆମ ହିନ୍ଦୁ ଧର୍ମରେ ନୁହେଁ, ଏହା ମୁସଲମାନ ଧର୍ମରେ ମଧ୍ୟ ଏ ମୟୂର ଚୂଳକୁ ବ୍ୟବହାର କରାଯାଏ। ଆପଣମାନେ ଅଳ୍ପ ବହୁତ ଦେଖିଥିବେ ମଧ୍ୟ ମୁସଲମାନ ମଧ୍ୟ ଏହି ମୟୂର ଚୂଳକୁ ବ୍ୟବହାର କରିଥାନ୍ତି। ତେଣୁ ମାତା ଯଶୋଦା ଭଗବାନ କୃଷ୍ଣଙ୍କୁ ମୟୂର ଚୂଳ ଏଥିପାଇଁ ତାଙ୍କ ମୁଣ୍ଡରେ ଗେଞ୍ଜନ୍ତି ଯେ ଜଙ୍ଗଲରେ ଯେଉଁ ସରୀସୃପ ଥାଆନ୍ତି, ମୟୂର ଚୂଳ ଯଦି ଆପଣଙ୍କ ପାଖରେ ଥିବ, ତାହେଲେ କୌଣସି ସରୀସୃପ ମୟୂର ଚୂଳ ପାଖକୁ ଆସିବେ ନାହିଁ କି ଯାହା ପାଖରେ ଥିବ ତାକୁ କୌଣସି ଆଘାତ କରିବେ ନାହିଁ। ଏବଂ ଜଙ୍ଗଲରେ ଯେଉଁ ସାଧାରଣ ଭାବରେ ମରା, ଭୂତ, ଡାହାଣୀ ପିତା ଶୁଣିଥାନ୍ତି, ସେ ମୟୂର ଚୂଳ ଯଦି ମୁଣ୍ଡରେ ଥିବ, କୌଣସି ଭୂତ ପ୍ରେତ ତାଙ୍କ ଉପରେ ନଜର ପକାଇ ପାରିବେ ନାହିଁ। ତେଣୁ ଦ୍ୱାପର ଯୁଗରୁ ହିଁ ଏହି କଥା ରହିଆସିଛି। ଭଗବାନ କୃଷ୍ଣ ସବୁ ବିପଦରୁ ରକ୍ଷା ପାଇବା ପାଇଁ ମାତା ଯଶୋଦା କୃଷ୍ଣଙ୍କ ମୁଣ୍ଡରେ ମୟୂର ଚୂଳ ଗେଞ୍ଜିଥାନ୍ତି।
ତ ମୟୂର ଚୂଳର ଏମିତି ଅନେକ ରହସ୍ୟମୟ କଥା ଅଛି। ମୟୂର ଚୂଳ ଯଦି ଘରେ ରଖାଯାଏ ଅନେକ ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଯଦି ସେ ବିଷୟରେ ଆପଣମାନେ ଜାଣିବା ପାଇଁ ଚାହୁଁଛନ୍ତି ମୋତେ କମେଣ୍ଟ କରନ୍ତୁ, ତା ପାଇଁ ମଧ୍ୟ ଏକ ସ୍ପେଶାଲ ଭିଡ଼ିଓ ବନେଇବି। ଏବଂ ଦ୍ୱିତୀୟ କାରଣଟି କ'ଣ? ଦ୍ୱିତୀୟ କାରଣଟି ହେଲା ତ୍ରେତୟା ଯୁଗର କଥା। ଯେତେବେଳେ ଭଗବାନ ରାମଚନ୍ଦ୍ର, ଲକ୍ଷ୍ମଣ ଏବଂ ସୀତା ଜଙ୍ଗଲରେ ବନବାସ ନିମନ୍ତେ ରହିଥିଲେ, ଦିନେ ଭଗବାନ ରାମ ଏବଂ ଲକ୍ଷ୍ମଣ ଜଙ୍ଗଲରେ ଫଳ ସଂଗ୍ରହ କରିବା ପାଇଁ ଯାଇଥାନ୍ତି। ମାତା ସୀତାଙ୍କୁ ଶୋଷ କଲା। ସେ ପାଖରେ କୌଣସି ଜଳାଶ୍ରୟ ପାଇଲେ ନାହିଁ। ସେ ଖୋଜି ଖୋଜି ହାଲିଆ ହୋଇଗଲେ। ସେ ଏକ ଗଛ ମୂଳରେ ନିରାଶ ହୋଇ ବସିଥାନ୍ତି। ଏକ ମୟୂରଟି ଆସି ତାଙ୍କ ଆଗରେ ନାଚିଲା ଏବଂ ତାର ଗୋଟିଏ ପର ପକାଇଦେଲା। ମାତା ସୀତା ଏତେ ସୁନ୍ଦର ପରଟିକୁ ଦେଖି ଗୋଟେଇବାକୁ ଲାଗିଲେ ଏବଂ ମୟୂରଟି ସେ ଚାଲିବାକୁ ଲାଗିଲା। ମୟୂର ପକ୍ଷୀ ପକେଇ ପକେଇ ଯାଉଥାଏ। ମାତା ସୀତା ତା ପଛରେ ପଛରେ ସେ ଚୂଳକୁ ଗୋଟେଇ ଗୋଟେଇ ଯାଉଥାନ୍ତି। ଏମିତି ଯାଇ ଯାଇ ମୟୂର ପକ୍ଷୀଟି ଯାଇ ଏକ ଝରଣା କୂଳରେ ମାତା ସୀତାଙ୍କୁ ପହଞ୍ଚେଇ ଦେଲା ଏବଂ ମାତା ସୀତା ସେହିଠାରେ ପାଣି ପିଇଲେ। ସେହି ସମୟରେ ଭଗବାନ ରାମଚନ୍ଦ୍ର ଖୋଜି ଖୋଜି ମାତା ସୀତାଙ୍କୁ ଆସି ପହଞ୍ଚିଲେ। ତ ମାତା ସୀତା କହିଲେ, ମୁଁ ଶୋଷ ଲାଗିବାରୁ ଅନେକ ଆଡ଼େ ପାଣି ଖୋଜିଲି, କିନ୍ତୁ ପାଣି ନ ପାଇବାରୁ ଏହି ମୟୂରଟି ମୋତେ ସାହାଯ୍ୟ କଲା। ତାର ଚୋଳ ପକେଇ ପକେଇ ଆଣି ମୋତେ ଏହି ଜଳାଶୟ ପାଖରେ ପହଞ୍ଚାଇଲା ଏବଂ ମୋ ତୃଷା ମୁଁ ମେଣ୍ଟେଇଲି। ତ ସେହି ସମୟରେ ଭଗବାନ ରାମଚନ୍ଦ୍ର ଖୁସି ହୋଇ ମୟୂରଟିକୁ ବର ମାଗିବା ପାଇଁ ଇଚ୍ଛା କଲେ। ତ ମୟୂରଟି କହିଲା, ପ୍ରଭୁ, ଆପଣ ଯଦି ମୋତେ ବର ଦେବା ପାଇଁ ଚାହୁଁଛନ୍ତି ତାହେଲେ ମୋତେ ଆପଣଙ୍କ ଦେହରେ ଜାଗା ଦିଅନ୍ତୁ। ତ ସେତେବେଳେ ଭଗବାନ ରାମଚନ୍ଦ୍ର କହିଲେ, ଶୁଣ, ଏ ଜନ୍ମରେ ମୋର ବହୁତ କାମ, ତେଣୁ ମୁଁ ମୟୂର ତୁମକୁ ଏ ଜନ୍ମରେ କିଛି ଦେଇପାରିବି ନାହିଁ। ମୁଁ ଦ୍ୱାପର ଯୁଗରେ କୃଷ୍ଣ ଜନ୍ମ ହେବି ଏବଂ ମୁଁ ଜନ୍ମରୁ ହିଁ ମୃତ୍ୟୁ ପର୍ଯ୍ୟନ୍ତ ତୁମ ପକ୍ଷୀକୁ ମୁଣ୍ଡରେ ମାରି ବୁଲିବି। ଏହା କହି ଭଗବାନ ରାମଚନ୍ଦ୍ର ମୟୂରକୁ ଆଶୀର୍ବାଦ କରିଥିଲେ ବା ବର ପ୍ରଦାନ କରିଥିଲେ। ଏବଂ ସେହି ଦିନଠାରୁ ଭଗବାନ କୃଷ୍ଣ, ଆପଣମାନେ ଦେଖିଥିବେ, ତ୍ରେତୟା ଯୁଗର ଆରମ୍ଭରୁ ହିଁ ଯେତେବେଳେ ଭଗବାନ କୃଷ୍ଣ ଜନ୍ମ ହୋଇଥିଲେ, ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ମୁଣ୍ଡରେ ମୟୂର ଚୂଳ ଗେଞ୍ଜା ହେଇଥିଲା। ତ ଦର୍ଶକ ବନ୍ଧୁ, ଇଏ ଥିଲା ମୟୂର ଚୂଳର ଦୁଇଟି ରହସ୍ୟମୟ କଥା। ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ମୋତେ ଜଣାଇବେ ଏବଂ ଭିଡ଼ିଓ ଗୋଟେ ଲାଇକ୍ କରି ଏପର୍ଯ୍ୟନ୍ତ ଯଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। କାରଣ ଏହା ସବସ୍କ୍ରାଇବ୍ ଫଳରେ ଯାହା ବି ନୂଆ ଭିଡ଼ିଓ ମୋ ଚ୍ୟାନେଲରେ ଅପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଏମିତି ପୌରାଣିକ, ଆଧ୍ୟାତ୍ମିକ ଏବଂ ହିନ୍ଦୁ ଧର୍ମ କଥା ଦେଖିବା ପାଇଁ ଚ୍ୟାନେଲଟିକୁ ସଦାସର୍ବଦା ସବସ୍କ୍ରାଇବ୍ କରି ରଖନ୍ତୁ। ଜୟ ଶ୍ରୀ ରାଧାକୃଷ୍ଣ କି ଜୟ।